ମା ଏଠି ବସିଛନ୍ତି କଣ ବାସନ ପତ୍ର ପଡିଛି କିଛି ଝାଡୁ ଝୁଡା ହେଇନି ଏଠି ବସିଛନ୍ତି ଯେ କିଛି କାମ କେତେବେଳେ ହବ ଆସି ଏତେ ସକାଳ ହେଇଗଲାଣି 9ଟା ବାଜିଲାଣି। ହଁ ରେ ମା ଟିକେ ଡେରିରେ ଆଜି ଉଠିଲି କାଲି ଟିକେ ନିଦ ହେଲାନି ରାତିରେ ସକାଳୁ ସକାଳୁ ଏଟା ଶୋଇ ପଡିଛି ଆଉ ଏବେ ଯିବି ଝାଡୁ ଫାଡୁ କରିଦେବି ବାସନ କୁସନ ଯାହା ପଡିଛି ମାଜି ମୁଜା ଦେବି ଦେ ଚାହା ଟିକେ ଦେ ପିଇ ଦିଏ ଆଉ ତାପରେ ଯାଇ ଯିବି। କେତେବେଳେ ହେଲାଣି ଚାହା କଣ ପିଇବେ କାମ ସରିନି କିଛି ଚାହା କଣ ପିଇବା କାମ ସାରି ଦିଅନ୍ତୁ ତାପରେ ଚାହା ଦେବି। ହଁ ରେ ମା ସତ କଥା ଶାଶୁ ଘରେ ଯେତେବେଳେ ଆସିଲି ବୋହୂ ହେଇକି ଘରର ବହୁତ କାମ କଲି ଭାବିଲି ଯେତେବେଳେ ପୁଅଟିଏ ହେଲା ଭାବିଲି ଯେ ହଁ ବୋହୂଟିଏ ଯେତେବେଳେ ଆଣିବି ଯାହା ହଉ ବସିକି ଟିକେ ଖାଇବି କିନ୍ତୁ ସେତିକି ତ ମୋ ଭାଗ୍ୟରେ ହେଲାନି ବୋହୂ ଆସିଲା ପରେ ବି ମୋର ସେଇ କାମ ଦାମ ସେଇ ଅର୍ଡର ଲାଗି ରହିଲା କି ଶାଶୁ ଯେମିତି ଅର୍ଡର କରୁଥିଲେ ଏବେ ବୋହୂ ଠୁ ବି ମୁଁ ସେମିତି ଅର୍ଡର ଶୁଣୁଛି ତ କରିବି ଏବେ ଯାଇକିରି ପଛେ ଚାହା ପିଇବି ପଛେ ଦାନ୍ତ ଘଷିବି ଚାହା ପିଇବି ଯାହା ମୋ ଭାଗ୍ୟରେ ଅଛି ମତେ ତ ଭୋଗିବାକୁ ପଡିବ ମୁଁ ଜାଣି ସାରିଲିଣି ମରିଲା ପର୍ଯ୍ୟନ୍ତ ମତେ ଆଉ କାମ ମୋ ହାତରୁ ଛାଡ ହବନି ତ ଯୋଉଟା ଭାଗ୍ୟରେ ଅଛି ସେଇଟା ତ ଭୋଗିବାକୁ ପଡିବ ଆଉ କଣ କରିବି। এইটা আমার গোটে ভিডিও লা আমি এটা রিল নাই রিল বহুত ভাল পাইবা আমার মা ঝিଅଙ୍କର ବହୁତ ଭଲ ପାଇବା ଏଇଟା ଗୋଟେ কোনে କିଛି ଭଲ ଦୁନିଆକୁ ଗୋଟେ ସୂଚନା ଦେବା ପାଇଁ ଆମେ ଦି ଜଣ ଏଇଟା ଗୋଟେ ଆକ୍ଟିଂ କରୁଥିଲୁ ଭଲ ସେ ମତେ କିଛି କାମ କେବେ ବରାଦ କରେନି ମୁଁ ମୋ ହିସାବରେ ମୁଁ ଯୋଉଟା କରେ ଆଉ ବାସ୍ତବିକ ଦୁନିଆ ସମସ୍ତେ ଏଇଟା ଶିଖନ୍ତୁ ବହୁତ ଶାଶୁଟି ଯେତେବେଳେ ବୋହୂ ହେଇକି ଥାଏ ସେତେବେଳେ ସେ ବହୁତ କିଛି କାମ ବହୁତ ଦାୟିତ୍ୱ ନେଇଥାଏ କିନ୍ତୁ ତାର ଯେତେବେଳେ ବୋହୂ ଆସେ ସେତେବେଳେ ସେ ଭାବେ ଯେ କି ମୁଁ ଏବେ ମୋର ବୋହୂ ଆସିଲା ମୁଁ ଏବେ ଦାୟିତ୍ୱରୁ ଟିକେ ମୁକ୍ତି ପାଇବି କହିକି ତାର କାମ ସେତେବେଳେ ହେଲା ନାତି ନାତୁଣୀ ମାନଙ୍କୁ ଖେଳେଇବା କିଛି କିଛି ପନିପରିବା କାଟିଦେବା କି କିଛି କିଛି କାମ ତା ହିସାବରେ କରିବା ଆଉ ତାକୁ ବୋହୂ ଆଉ ଶାଶୁ ଭଳିଆ ଅର୍ଡର ନ କରୁ ଯେ ତୁ ଏଇଟା କର ସେଇଟା କର ତମ ଦ୍ୱାରା ଏଇଟା ହେବା ଦରକାର ସେଇଟା ହେବା ଦରକାର ସେମିତି ଅର୍ଡର ନ କରୁ ହେଲେ ଶାଶୁକୁ ବହୁତ ଦୁଃଖ ଲାଗିବ ସେ ପରା ବୋହୂ ପରା ଝିଅ ସେ ପରା ଭଗବାନ ଶାଶୁ ପରା ଭଗବାନ ତାକୁ ସେମିତି କାମରେ ଅର୍ଡର ନ କରୁ ଶାଶୁ ତ ମଣିଷ ନା ଯଦି ଜାଣିବ ଯେତେବେଳେ ବୋହୂର ଦେହ ଖରାପ ସେ କଣ କରିବନି କି ଯେତିକି ବି କରିବ ତାଙ୍କର ତ ସମୟ ହେଲା ନାତି ନାତୁଣୀକୁ ଖେଳେଇବେ ଆଉ କିଛି କିଛି ଛୋଟ ମୋଟ କରିବେ ଆଉ ବୋହୂ କେବେ ଶାଶୁକୁ ଅର୍ଡର ନ କରୁ ତା ଉପରେ ଏଟା ସମାଜ ପାଇଁ ବହୁତ କ୍ଷତିକାରକ ଆଜି ତାର ବି ତ ପୁଅ ଝିଅ ହେବେ ସେ କଣ ଶିଖିବେ ଯଦି ତା ଶାଶୁକୁ ଅର୍ଡର କରିବ ତାର ପୁଅଟା ଯେତେବେଳେ ହେବ ସେତେବେଳେ ସେ ଭାବିବ ହଁ ମୋ ମା ତ ମୋର ତାର ମା ଶାଶୁକୁ ଏମିତି ଅର୍ଡର କରୁଥିଲା ମୋ ବୋହୂ ଅର୍ଡର କଲେ କଣ କ୍ଷତି ହେଇଯାଉଛି ତେଣୁ ଏମିତି ବି କାମ କରନି ଯେମିତି କି ଆପଣଙ୍କର ଦୌଡ଼ି ଆପଣଙ୍କ ବେକରେ ଲାଗିବ କେବେ ସେମିତି କାମ କରନ୍ତୁନି ଏମିତି ବି କାମ କରନ୍ତୁ ଯେ କି ଆପଣଙ୍କ ପରିବାର ପାଇଁ ସବୁବେଳେ ମଙ୍ଗଳ ହବ ଧନ୍ୟବାଦ ମୁଁ ଏତିକି କହିକି ରହୁଛି।